ଓମ୍ ଶାନ୍ତି। ଆଜିର ମହାବାକ୍ୟ 11/9/2020 ପ୍ରାପ୍ତଃ ମୁରଲି ବାପଦାଦା ମଧୁବନ। ମିଠେ ବଚ୍ଚେ, ଏହି ଡ୍ରାମାର ଖେଳ ଆକୁରେଟ୍ ଅର୍ଥାତ୍ ସଠିକ୍ ଭାବରେ ଚାଲୁଛି। ଯାହାର ଯେଉଁ ଅଭିନୟ ଯେଉଁ ସମୟରେ କରିବା ଦରକାର ତାହା ହିଁ ପୁନରାବୃତ୍ତି ହେଉଛି। ଏହି କଥାକୁ ଯଥାର୍ଥ ଭାବରେ ବୁଝିବାକୁ ହେବ। ପ୍ରଶ୍ନ: ତୁମମାନଙ୍କର ପ୍ରଭାବ କେବେ ଜଣାପଡ଼ିବ? ଏବେ ପର୍ଯ୍ୟନ୍ତ କେଉଁ ଶକ୍ତିର ଅଭାବ ଅଛି? ଉତ୍ତର: ଯେତେବେଳେ ତୁମମାନେ ଯୋଗରେ ମଜବୁତ ହୋଇଯିବ ସେତେବେଳେ ହିଁ ତୁମର ପ୍ରଭାବ ବିସ୍ତାର ହେବ। ବର୍ତ୍ତମାନ ସେହିଭଳି ଶକ୍ତି ଆସିନାହିଁ ଏବଂ ଯୋଗ ଦ୍ୱାରା ହିଁ ସେହି ଶକ୍ତି ମିଳିବ। ଜ୍ଞାନ ତରବାରୀରେ ଯୋଗ ବଳର ଧାର ଥିବା ଦରକାର, ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ କମ୍ ଅଛି। ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଇଲେ ବେଡ଼ା ପାର ହୋଇଯିବ। ଏହା ଗୋଟିଏ ସେକେଣ୍ଡର କଥା। ଓମ୍ ଶାନ୍ତି। ରୁହାନୀ ସନ୍ତାନମାନଙ୍କୁ ରୁହାନୀ ବାବା ବସି ବୁଝାଉଛନ୍ତି। ରୁହାନୀ ବାବା ମାତ୍ର ଜଣକୁ ହିଁ କୁହାଯାଉଛି, ବାକି ସମସ୍ତେ ହେଉଛନ୍ତି ଆତ୍ମା। ତାଙ୍କୁ ପରମ ଆତ୍ମା ବୋଲି କୁହାଯାଉଛି। ବାବା କହୁଛନ୍ତି, ମୁଁ ମଧ୍ୟ ଆତ୍ମା ଅଟେ, କିନ୍ତୁ ମୁଁ ପରମ ସୁପ୍ରିମ ସତ୍ୟ ଅଟେ। ମୁଁ ହିଁ ପତିତ ପାବନ ଜ୍ଞାନର ସାଗର ଅଟେ। ବାବା କହୁଛନ୍ତି, ମୁଁ ଭାରତକୁ ହିଁ ଆସୁଛି ପିଲାମାନଙ୍କୁ ବିଶ୍ୱର ମାଲିକ କରାଇବା ପାଇଁ। ତୁମେ ହିଁ ମାଲିକ ଥିଲ ନା? ଏବେ ଏହି ସ୍ମୃତି ଆସୁଛି। ପିଲାମାନଙ୍କୁ ସ୍ମୃତି ଦେଉଛନ୍ତି, ତୁମେ ପ୍ରଥମେ ସତ୍ୟଯୁଗକୁ ଆସୁଛ। ପୁଣି ଅଭିନୟ କରି 84 ଜନ୍ମ ଭୋଗ କରି ଏବେ ପଛକୁ ଖସି ଯାଇଛ। ବର୍ତ୍ତମାନ ତୁମେ ନିଜକୁ ଆତ୍ମା ବୋଲି ମନେ କର। ଆତ୍ମା ଅବିନାଶୀ, ଶରୀର ବିନାଶୀ। ଜୀବାତ୍ମା ହିଁ ଜୀବାତ୍ମା ସହ କଥା ହେଉଛି। ଆତ୍ମା ଅଭିମାନୀ ହୋଇ ରହୁନାହାନ୍ତି, ତେବେ ନିଶ୍ଚୟ ଦେହ ଅଭିମାନ ରହିଛି। ମୁଁ ଆତ୍ମା ଏକଥା ଭୁଲି ଗଲେଣି। କହୁଛନ୍ତି ମଧ୍ୟ ପାପ ଆତ୍ମା, ପୁଣ୍ୟ ଆତ୍ମା, ମହାନ ଆତ୍ମା। ସେମାନେ ପୁଣି ପରମାତ୍ମା ତ ହୋଇପାରିବେ ନାହିଁ। କେହି ବି ନିଜକୁ ଶିବ କହିପାରିବେ ନାହିଁ। ଶରୀରର ନାମ ଶିବ ବୋଲି ତ ବହୁତଙ୍କର ରହିଛି। ଆତ୍ମା ଶରୀରରେ ପ୍ରବେଶ କଲେ ନାମ ରହିଥାଏ। କାହିଁକି ନା ଶରୀର ଦ୍ୱାରା ହିଁ ଅଭିନୟ କରିବାକୁ ହୋଇଥାଏ। ତେବେ ମନୁଷ୍ୟ ପୁଣି ଦେହର ଅଭିମାନରେ ଆସିଯାଉଛନ୍ତି। କହୁଛନ୍ତି, ମୁଁ ଅମୁକ ଅଟେ। ବର୍ତ୍ତମାନ ବୁଝୁଛନ୍ତି, ହଁ ମୁଁ ଆତ୍ମା। ମୁଁ 84 ଜନ୍ମର ଅଭିନୟ କରିଛି। ଏବେ ମୁଁ ଆତ୍ମାକୁ ଜାଣିଗଲିଣି। ମୁଁ ଆତ୍ମା ସତ୍ତ୍ୱ ପ୍ରଧାନ ଥିଲି, ପୁଣି ଏବେ ତମ ପ୍ରଧାନ ହୋଇଯାଇଛି। ବାବା ସେତେବେଳେ ଆସୁଛନ୍ତି ଯେତେବେଳେ ସବୁ ଆତ୍ମାମାନଙ୍କର ପାପର ଭାର ବଢ଼ିଯାଉଛି। ସୁନାରେ ଯେପରି ଖାଦ ମିଶିଥାଏ ନା? ତୁମେ ପ୍ରଥମେ ଖାଣ୍ଟି ସୁନା ଥିଲ, ପୁଣି ଚାନ୍ଦି, ତମ୍ବା, ଲୁହା ପଡ଼ି ତୁମେ ବିଲକୁଲ କଳା ହୋଇଯାଇଛ। ଏହି କଥା ଆଉ କେହି ବୁଝାଇ ପାରିବେ ନାହିଁ। ଆତ୍ମା ନିର୍ଲେପ ବୋଲି ସମସ୍ତେ କହିଦେଉଛନ୍ତି। ଖାଦ କିପରି ପଡ଼ୁଛି ଏକଥା ମଧ୍ୟ ପିଲାମାନଙ୍କୁ ବାବା ବୁଝାଉଛନ୍ତି। ବାବା କହୁଛନ୍ତି, ମୁଁ ଭାରତରେ ହିଁ ଆସିଥାଏ ଯେତେବେଳେ ସମସ୍ତେ ବିଲକୁଲ ତମ ପ୍ରଧାନ ହୋଇଯାଇଛନ୍ତି। ସେତେବେଳେ ମୁଁ ଆସୁଛି। ନିର୍ଦ୍ଦିଷ୍ଟ ସମୟରେ ଆସୁଛି। ଯେପରି ଡ୍ରାମାରେ ଖେଳ ସଠିକ୍ ଭାବରେ ଚାଲୁଛି ନା? ଯେଉଁ ପାର୍ଟ ଯେତେବେଳେ ହେବାର ଥିବ
ସେହି ସମୟରେ ପୁଣି ପୁନରାବୃତ୍ତି ହେବ। ଏଥିରେ ଟିକିଏ ହେଲେ ଫରକ ପଡ଼ିପାରିବ ନାହିଁ। ତାହା ହଦ୍ର ଡ୍ରାମା, ଏହା ବେହଦ୍ର ଡ୍ରାମା। ବୁଝିବା ନିମନ୍ତେ ଏହା ବହୁତ ସୂକ୍ଷ୍ମ କଥା ଅଟେ। ବାବା କହୁଛନ୍ତି, ତୁମେ ଡ୍ରାମା ଅନୁସାରେ ସବୁ ଅଭିନୟ କରୁଛ। କୌଣସି ମନୁଷ୍ୟ ମାତ୍ର ନା ରଚୟିତା ନା ରଚନାର ଆଦି ମଧ୍ୟ ଅନ୍ତକୁ ଜାଣିଛନ୍ତି। ଋଷି ମୁନି ମଧ୍ୟ ଭଗବାନଙ୍କୁ ଜାଣି ନାହାନ୍ତି। ଜାଣିନାହୁଁ ବୋଲି କହି ଚାଲିଗଲେ। ଏବେ ତୁମକୁ କେହି ଯଦି ପଚାରିବେ, ତୁମେ ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତକୁ ଜାଣିଛ? ତେବେ ତୁମେ ତୁରନ୍ତ ହଁ କହିବ। ତାହା କେବଳ ତୁମେ ଏବେ ହିଁ ଜାଣିପାରିବ, ପୁଣି କେବେ ନୁହେଁ। ବାବା ବୁଝାଉଛନ୍ତି, ତୁମେ ହିଁ ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତକୁ ଜାଣିଛ। ଆଚ୍ଛା, ଏହି ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିବା ସମୟରେ ସେ ଏକଥା ଜାଣିଥିବେ? ନା, ଏହାଙ୍କ ପାଖରେ କୌଣସି ଜ୍ଞାନ ନାହିଁ। ଏହା ତ ଆଶ୍ଚର୍ଯ୍ୟ ଅଟେ। ତୁମେ କହୁଛ, ଆମ ପାଖରେ ଜ୍ଞାନ ଅଛି। ଏକଥା ମଧ୍ୟ ତୁମେ ବୁଝୁଛ। ବାବାଙ୍କର ଅଭିନୟ ଥରେ ମାତ୍ର ରହିଛି। ତୁମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଉଛି ଲକ୍ଷ୍ମୀ ନାରାୟଣ ହେବା। ଏହିପରି ହୋଇଗଲା ପରେ ପୁଣି ପାଠ ପଢ଼ାର ଆବଶ୍ୟକତା ରହିବ ନାହିଁ। ବାରିଷ୍ଟର ହୋଇଗଲ ଅର୍ଥାତ୍ ହୋଇଗଲ। ପଢ଼ାଉଥିବା ବାବାଙ୍କୁ ତ ମନେ ପକାଇବା ଦରକାର ନା? ତୁମ ପାଇଁ ସବୁ ସହଜ କରିଦେଇଛନ୍ତି। ବାବା ବାରମ୍ବାର ତୁମକୁ କହୁଛନ୍ତି, ମୁଁ ନିଜକୁ ଆତ୍ମା ମନେକର। ମୁଁ ହେଉଛି ବାବାଙ୍କର। ପୂର୍ବରୁ ତୁମେ ନାସ୍ତିକ ଥିଲ, ଏବେ ଆସ୍ତିକ ହୋଇଛ। ଏହି ଲକ୍ଷ୍ମୀ ନାରାୟଣ ମଧ୍ୟ ଆସ୍ତିକ ହୋଇ ଏହି ସମ୍ପତ୍ତି ନେଇଛନ୍ତି, ଯାହାକୁ ଏବେ ତୁମେ ନିଜେ ନେଉଛ। ଏବେ ତୁମେ ଆସ୍ତିକ ହେଉଛ। ଆସ୍ତିକ ନାସ୍ତିକ ଅକ୍ଷର ବର୍ତ୍ତମାନ ସମୟର ଅଟେ। ସତ୍ୟ ଯୁଗରେ ଏହି ଅକ୍ଷର ହିଁ ରହିବ ନାହିଁ। ପଚାରିବାର କୌଣସି କଥା ରହିବ ନାହିଁ। ଏଠାରେ ପ୍ରଶ୍ନ ଉଠୁଥିବାରୁ ପଚାରୁଛନ୍ତି, ରଚୟିତା ଏବଂ ରଚନାକୁ ଜାଣିଛ? ତେଣୁ ନାହିଁ କହିଦେଉଛନ୍ତି। ବାବା ହିଁ ଆସି ନିଜର ପରିଚୟ ଦେଇ ରଚନାର ଆଦି ମଧ୍ୟ ଅନ୍ତର ରହସ୍ୟ ବୁଝାଉଛନ୍ତି। ବାବା ହେଉଛନ୍ତି ବେହଦ ମାଲିକର ରଚୟିତା। ପିଲାମାନଙ୍କୁ ବୁଝାଯାଉଛି ଯେ ଅନ୍ୟ ଧର୍ମ ସ୍ଥାପକ ମଧ୍ୟ ଏଠାକୁ ନିଶ୍ଚୟ ଆସୁଛନ୍ତି। ତୁମକୁ ସାକ୍ଷାତକାର କରାଇଥିଲି। ଇବ୍ରାହିମ ଖ୍ରୀଷ୍ଟ ଆଦି କିପରି ଆସୁଛନ୍ତି। ଶେଷ ସମୟରେ ଯେତେବେଳେ ବାବାଙ୍କର ପ୍ରତ୍ୟକ୍ଷ ହେବ, ସେତେବେଳେ ସେମାନେ ଆସିବେ। ବାବା କହୁଛନ୍ତି, ପିଲାମାନେ ଦେହ ସହିତ ଦେହର ସବୁ ଧର୍ମକୁ ତ୍ୟାଗ କରି ମୋତେ ମନେ ପକାଅ। ଏବେ ତୁମେ ସମ୍ମୁଖରେ ବସିଛ। ନିଜକୁ ଦେହ ନୁହେଁ ଆତ୍ମା ବୋଲି ଭାବ। ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଇଲେ ବେଡ଼ା ପାରି ହୋଇଯିବ। ଏହା ଗୋଟିଏ ସେକେଣ୍ଡର କଥା। ମୁକ୍ତି ପ୍ରାପ୍ତ କରିବା ପାଇଁ ହିଁ ଅଧାକଳ୍ପ ଭକ୍ତି କରୁଛନ୍ତି, କିନ୍ତୁ କୌଣସି ଆତ୍ମା ଫେରି ଯାଇପାରିବେ ନାହିଁ। 5000 ବର୍ଷ ପୂର୍ବରୁ ମଧ୍ୟ ବାବା ବୁଝାଇଥିଲେ, ଏବେ ମଧ୍ୟ ବୁଝାଉଛନ୍ତି। ଶ୍ରୀକୃଷ୍ଣ ଏହି କଥା ବୁଝାଇ ପାରିବେ ନାହିଁ। ତାଙ୍କୁ ପିତା ବୋଲି ମଧ୍ୟ କୁହାଯିବ ନାହିଁ। ପିତା ହେଉଛନ୍ତି ଲୌକିକ, ଅଲୌକିକ ଏବଂ ପାରଲୌକିକ। ହଦ୍ର ବାପ ଲୌକିକ ଅଟନ୍ତି। ପରମାତ୍ମା ଆତ୍ମାମାନଙ୍କର ବେହଦର ପିତା ହେଉଛନ୍ତି ପାରଲୌକିକ ଏବଂ ଇଏ ହେଉଛନ୍ତି ସଙ୍ଗମ ଯୋଗୀ। ଆଶ୍ଚର୍ଯ୍ୟଜନକ ପିତା, ଏହାଙ୍କୁ ଅଲୌକିକ କୁହାଯାଉଛି।
ପ୍ରଜାପିତା ବ୍ରହ୍ମାଙ୍କୁ କେହି ମନେ ପକାଉନାହାନ୍ତି। ସେ ଆମର ଆଦି ପିତା ଅଟନ୍ତି, ଏକଥା କାହାରି ବୁଦ୍ଧିରେ ଆସୁନାହିଁ। କହୁଛନ୍ତି ମଧ୍ୟ ଆଦିଦେବ ଏଡମ୍ ଇବ୍, କିନ୍ତୁ ନାଁକୁ ମାତ୍ର। ମନ୍ଦିରରେ ମଧ୍ୟ ଆଦିଦେବଙ୍କର ଚିତ୍ର ରହିଛି ନା? ତୁମେ ସେଠାକୁ ଗଲେ ନିଜର ସ୍ମୃତି ଚିହ୍ନ ରହିଛି ବୋଲି ବୁଝିବ। ବାବାଙ୍କ ସହିତ ଆମେ ମଧ୍ୟ ବସିଛୁ। ଏଠାରେ ବାବା ଚୈତନ୍ୟରେ ବସିଛନ୍ତି, ସେଠାରେ ଜଡ଼ ଚିତ୍ର ରଖିଛନ୍ତି। ଉପରେ ସ୍ୱର୍ଗର ଚିତ୍ର ସଠିକ୍ ରୂପେ ଅଛି। ଯିଏ ମନ୍ଦିର ଦେଖିଛନ୍ତି ସେମାନେ ଜାଣିଛନ୍ତି ଯେ ବାବା ଆମକୁ ଏବେ ଚୈତନ୍ୟରେ ରାଜଯୋଗ ଶିଖାଉଛନ୍ତି, ପୁଣି ପରେ ମନ୍ଦିର ତିଆରି କରୁଛନ୍ତି। ଏକଥା ସ୍ମୃତିରେ ଆସିବା ଉଚିତ ଯେ ଏସବୁ ଆମର ସ୍ମୃତି ଚିହ୍ନ ଅଟେ। ବର୍ତ୍ତମାନ ଆମେ ଲକ୍ଷ୍ମୀ ନାରାୟଣ ହେଉଛୁ, ପୂର୍ବରୁ ମଧ୍ୟ ଥିଲୁ, ପୁଣି ସିଡ଼ି ଓହ୍ଲାଇ ଆସିଛୁ। ଏବେ ପୁଣି ଆମେ ଘରକୁ ଯାଇ ରାମ ରାଜ୍ୟକୁ ଯିବୁ। ତାପରେ ରାବଣ ରାଜ୍ୟ ଆସୁଛି, ପୁଣି ଆମେ ବାମ ମାର୍ଗକୁ ଚାଲି ଯାଉଛୁ। ବାବା କେତେ ଭଲ ଭାବରେ ବୁଝାଉଛନ୍ତି। ବର୍ତ୍ତମାନ ସମସ୍ତ ମନୁଷ୍ୟ ପତିତ ଅଟନ୍ତି, ସେଥିପାଇଁ ଡାକୁଛନ୍ତି, ହେ ପତିତ ପାବନ, ଆସି ଆମକୁ ପବିତ୍ର କରାଅ। ଦୁଃଖ ହରଣ କରି ସୁଖର ରାସ୍ତା ବତାଅ। କହୁଛନ୍ତି ଭଗବାନ ନିଶ୍ଚୟ କୌଣସି ବେଶରେ ଆସିବେ। ତେବେ ସିଏ କୁକୁର, ବିଲେଇ, ମାଟି ଗୋଡ଼ି ଭିତରେ ତ ଆସିବେ ନାହିଁ। ଗାୟନ ରହିଛି, ଭାଗ୍ୟଶାଳୀ ରଥ ଉପରେ ଆସୁଛନ୍ତି। ବାବା ନିଜେ କହୁଛନ୍ତି, ମୁଁ ଏହି ସାଧାରଣ ରଥରେ ପ୍ରବେଶ କରୁଛି। ଇଏ ନିଜର ଜନ୍ମକୁ ଜାଣି ନାହାନ୍ତି। ତୁମେ ଏବେ ଜାଣୁଛ। ଏହାଙ୍କର ବହୁତ ଜନ୍ମର ଅନ୍ତରେ ଯେତେବେଳେ ବାନପ୍ରସ୍ଥ ଅବସ୍ଥା ହେଉଛି, ସେତେବେଳେ ଯାଇ ମୁଁ ପ୍ରବେଶ କରୁଛି। ଭକ୍ତି ମାର୍ଗରେ ପାଣ୍ଡବଙ୍କର ବହୁତ ବଡ଼ ବଡ଼ ଚିତ୍ର ତିଆରି କରିଛନ୍ତି। ରେଙ୍ଗୁନରେ ବୁଦ୍ଧଙ୍କର ମଧ୍ୟ ବହୁତ ବଡ଼ ଚିତ୍ର ରହିଛି। କୌଣସି ମନୁଷ୍ୟ ଏତେ ବଡ଼ ହୋଇନଥାନ୍ତି। ପିଲାମାନଙ୍କୁ ଏବେ ହସ ଲାଗୁଥିବ। ରାବଣର ଚିତ୍ର କିପରି ତିଆରି କରିଛନ୍ତି? ଦିନକୁ ଦିନ ବଡ଼ କରି ଚାଲିଛନ୍ତି। ସେ କିଏ ଯାହାକୁ ପ୍ରତ୍ୟେକ ବର୍ଷ ଜଳାଉଛନ୍ତି? ନିଶ୍ଚିତ ଏପରି କେହି ଶତ୍ରୁ ଥିବେ। ଶତ୍ରୁର ଚିତ୍ର ତିଆରି କରି ଜଳାଉଛନ୍ତି। ଆଚ୍ଛା, ରାବଣ କିଏ? କେବେ ଶତ୍ରୁ ହେଲା ଯାହାକୁ ପ୍ରତ୍ୟେକ ବର୍ଷ ଜଳାଇ ଆସୁଛ? ଏହି ଶତ୍ରୁ ବିଷୟରେ କାହାକୁ ହେଲେ ଜଣା ନାହିଁ। ଏହାର ଅର୍ଥ ବିଲକୁଲ କେହି ଜାଣିନାହାନ୍ତି। ବାବା ବୁଝାଉଛନ୍ତି, ତାହା ରାବଣ ସମ୍ପ୍ରଦାୟ, ତୁମେ ହେଉଛ ରାମ ସମ୍ପ୍ରଦାୟ। ଏବେ ବାବା କହୁଛନ୍ତି, ସାଂସାରିକ କାର୍ଯ୍ୟ ବ୍ୟବହାରରେ ରହି କମଳ ଫୁଲ ସମାନ ହୁଅ ଏବଂ ମୋତେ ମନେ ପକାଅ। କହୁଛନ୍ତି ବାବା, ହଂସ ବଗ ଏକତ୍ର କିପରି ରହିବେ? ଖିଟପିଟ ହେଉଛି। ତାହା ତ ନିଶ୍ଚୟ ହେବ, ସହନ କରିବାକୁ ହିଁ ପଡ଼ିବ। ଏଥିରେ ବହୁତ ଉପାୟ ମଧ୍ୟ ରହିଛି। ବାବା ଚତୁର ଚିତ୍ତ ବିନୋଦକ ଅଟନ୍ତି। ସମସ୍ତେ ତାଙ୍କୁ ମନେ ପକାଉଛନ୍ତି ନା, ହେ ଭଗବାନ, ଦୁଃଖ ହରଣ କର, ଦୟା କର, ମୁକ୍ତ କର। ସେହି ମୁକ୍ତିଦାତା ବାବା ସମସ୍ତଙ୍କର ଜଣେ ହିଁ ଅଟନ୍ତି। ତୁମ ପାଖକୁ କେହି ଆସିଲେ ତାଙ୍କୁ ଅଲଗା ଅଲଗା ଭାବରେ ବୁଝାଅ। କରାଚିରେ ଜଣ ଜଣଙ୍କୁ ଅଲଗା ଅଲଗା ବସି ବୁଝାଉଥିଲେ। ତୁମେ ଯେତେବେଳେ ଯୋଗରେ ମଜବୁତ ହୋଇଯିବ, ସେତେବେଳେ ତୁମର ପ୍ରଭାବ ବାହାରିବ। ଏବେ ସେହି ଶକ୍ତି ନାହିଁ। ଯୋଗ ଦ୍ୱାରା ଶକ୍ତି ମିଳିଥାଏ, ପାଠ ପଢ଼ା ଦ୍ୱାରା ଶକ୍ତି ମିଳେ ନାହିଁ। ଜ୍ଞାନ ତରବାରୀରେ ଯୋଗର ବଳ ଭରିବାକୁ ହେବ।
ବର୍ତ୍ତମାନ ସେହି ଶକ୍ତି କମ୍ ଅଛି। ବାବା ପ୍ରତ୍ୟହ କହୁଛନ୍ତି, ପିଲାମାନେ ଯୋଗର ଯାତ୍ରାରେ ରହିଲେ ତୁମକୁ ଶକ୍ତି ମିଳିବ। ପାଠ ପଢ଼ାରେ ଏତେ ଶକ୍ତି ନାହିଁ। ଯୋଗ ଦ୍ୱାରା ତୁମେ ସାରା ବିଶ୍ୱର ମାଲିକ ହେଉଛ। ତୁମେ ସବୁ କିଛି ନିଜ ପାଇଁ ହିଁ କରୁଛ। ବହୁତ ଆସିଥିଲେ ପୁଣି ଚାଲିଗଲେ। ମାୟା ମଧ୍ୟ ବଳବାନ ଅଟେ। ଅନେକ ଆସୁନାହାନ୍ତି, କହୁଛନ୍ତି ଜ୍ଞାନ ବହୁତ ଭଲ, ଖୁସି ମଧ୍ୟ ହେଉଛନ୍ତି। ବାହାରକୁ ଗଲେ ଜ୍ଞାନ ଖଲାସ। ମାୟା ଟିକିଏ ସମୟ ମଧ୍ୟ ଜ୍ଞାନ ଚିନ୍ତନରେ ରହିବାକୁ ଦେଉନାହିଁ। କେତେ ଜଣ ବହୁତ ଖୁସି ହେଉଛନ୍ତି, ଓହୋ ଏବେ ବାବା ଆସିଛନ୍ତି, ଆମେ ନିଜର ସୁଖଧାମକୁ ଯିବୁ। ବାବା କହୁଛନ୍ତି, ଏବେ ସମ୍ପୂର୍ଣ୍ଣ ରାଜଧାନୀରେ ସ୍ଥାପନ ହୋଇନାହିଁ। ତୁମେ ବର୍ତ୍ତମାନ ଈଶ୍ୱରୀୟ ସନ୍ତାନ ଅଟ, ପୁଣି ଦେବତା ହେବ। ଡିଗ୍ରୀ କମ୍ ହୋଇଗଲ ନା? ମିଟରର ପଏଣ୍ଟ ରହିଥାଏ, ଏତେ ପଏଣ୍ଟ କମ୍। ତୁମେ ଏବେ ଏକଦମ ଉଚ୍ଚ ହେଉଛ, ପୁଣି କମ୍ ହୋଇ ହୋଇ ତଳକୁ ଖସି ଆସିଛ। ସିଡ଼ି ତଳକୁ ଓହ୍ଲାଇବାକୁ ହିଁ ପଡ଼ିବ। ଏବେ ତୁମ ବୁଦ୍ଧିରେ ସିଡ଼ିର ଜ୍ଞାନ ରହିଛି। ଆରୋହଣ କଳାରେ ସମସ୍ତଙ୍କର ମଙ୍ଗଳ ହୋଇଥାଏ, ପୁଣି ଧୀରେ ଧୀରେ ଅବତରଣ କଳା ହେଉଛି। ଆରମ୍ଭରୁ ଅନ୍ତ ପର୍ଯ୍ୟନ୍ତ ଏହି ଚକ୍ରକୁ ଭଲ ଭାବରେ ବୁଝିବାକୁ ହେବ। ବର୍ତ୍ତମାନ ତୁମର ଆରୋହଣର କଳା ହେଉଛି, କାହିଁକି ନା ସାଥିରେ ବାବା ଅଛନ୍ତି। ଈଶ୍ୱର ଯାହାଙ୍କୁ ମନୁଷ୍ୟ ସର୍ବବ୍ୟାପୀ କହିଦେଉଛନ୍ତି, ସେହି ବାବା ମିଠା ମିଠା ସନ୍ତାନମାନେ ବୋଲି କହୁଛନ୍ତି ଏବଂ ପିଲାମାନେ ପୁଣି ବାବା ବାବା ବୋଲି କହୁଛନ୍ତି। ବାବା ଆମକୁ ପଢ଼ାଇବାକୁ ଆସୁଛନ୍ତି। ଆତ୍ମା ତାଙ୍କ ନିକଟରେ ପଢ଼ୁଛି। ଆତ୍ମା ହିଁ କର୍ମ କରୁଛି। ମୁଁ ଆତ୍ମା ଶାନ୍ତ ସ୍ୱରୂପ, ଏହି ଶରୀର ଦ୍ୱାରା କର୍ମ କରୁଛି। ଦୁଃଖ ହେଲେ ଅଶାନ୍ତ ଶବ୍ଦ କୁହାଯାଏ। ବାକି ଶାନ୍ତି ତ ହେଉଛି ଆମର ସ୍ୱଧର୍ମ। ବହୁତ କହୁଛନ୍ତି ମନକୁ ଶାନ୍ତି ମିଳୁ। ଆରେ ଆତ୍ମା ତ ସ୍ୱୟଂ ଶାନ୍ତ ସ୍ୱରୂପ ଅଟେ। ତାର ଘର ହେଉଛି ଶାନ୍ତିଧାମ। ତୁମେ ନିଜକୁ ଭୁଲି ଯାଇଛ। ତୁମେ ତ ଶାନ୍ତିଧାମର ନିବାସୀ ଥିଲ। ସେହିପରି ହିଁ ଶାନ୍ତି ମିଳିବ। ଆଜିକାଲି କହୁଛନ୍ତି ଏକ ରାଜ୍ୟ, ଏକ ଧର୍ମ, ଏକ ଭାଷା ହେଉ, ଏକ ଜାତି, ଏକ ଧର୍ମ, ଏକ ଭଗବାନ। ବର୍ତ୍ତମାନ ସରକାର ମଧ୍ୟ ଲେଖୁଛନ୍ତି ଭଗବାନ ଜଣେ, ପୁଣି ସର୍ବବ୍ୟାପୀ କାହିଁକି କହୁଛନ୍ତି? ଭଗବାନ ଜଣେ ବୋଲି ତ କେହି ମାନୁନାହାନ୍ତି। ଏବେ ତୁମକୁ ପୁଣି ଥରେ ଲେଖିବାକୁ ହେବ। ଲକ୍ଷ୍ମୀ ନାରାୟଣଙ୍କର ଚିତ୍ର ତିଆରି କରୁଛ, ଉପରେ ଲେଖିଦିଅ, ସତ୍ୟ ଯୁଗରେ ଯେତେବେଳେ ଏହାଙ୍କର ରାଜ୍ୟ ଥିଲା, ସେତେବେଳେ ଏକ ଭଗବାନ, ଏକ ଦୈବୀ ଧର୍ମ ଥିଲା। କିନ୍ତୁ ମନୁଷ୍ୟ କିଛି ହେଲେ ବୁଝୁନାହାନ୍ତି, ଧ୍ୟାନ ଦେଉନାହାନ୍ତି। ଯେଉଁମାନେ ବ୍ରାହ୍ମଣ କୁଳର ହୋଇଥିବେ, ସେହିମାନଙ୍କର ହିଁ ଧ୍ୟାନ ଯିବ, ଆଉ କେହି ବୁଝିବେ ନାହିଁ। ସେଥିପାଇଁ ବାବା କହୁଛନ୍ତି, ଅଲଗା ଅଲଗା ବସାଇ ବୁଝାଅ, ଫର୍ମ ପୂରଣ କରାଅ, ତେବେ ଜଣାପଡ଼ିବ। କାହିଁକି ନା କେହି କାହାକୁ ମାନୁଥିବେ, ପୁଣି ଆଉ କିଏ କାହାକୁ। ସମସ୍ତଙ୍କୁ ଏକତ୍ର କିପରି ବୁଝାଇବ? ସେମାନେ ନିଜ ନିଜ କଥା ଶୁଣାଇବାରେ ଲାଗି ପଡ଼ିବେ। ପ୍ରଥମେ ତ ପଚାରିବା ଦରକାର, କେଉଁଠାକୁ ଆସିଛ? ବିକେଙ୍କର ନାମ ଶୁଣିଛ? ପ୍ରଜାପିତା ବ୍ରହ୍ମା ତୁମର କ'ଣ ହେବେ? କେବେ ତାଙ୍କର ନାମ ଶୁଣିଛ? ତୁମେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ନୁହେଁ। ଆମେ ତ ସମସ୍ତେ ବାସ୍ତବରେ ସନ୍ତାନ ଅଟୁ। ତୁମେ ଅଟ, କିନ୍ତୁ ବୁଝିନାହଁ। ଏସବୁ ବୁଝାଇବା ପାଇଁ ବହୁତ ଯୁକ୍ତି ଦରକାର। ଆଚ୍ଛା,
ମିଠା ମିଠା ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର। 1 ନମ୍ବର, ମନ୍ଦିର ଗୁଡ଼ିକୁ ଦେଖି ସର୍ବଦା ଏହି ସ୍ମୃତି ଆସୁ ଯେ ଏସବୁ ଆମମାନଙ୍କର ହିଁ ସ୍ମୃତି ଚିହ୍ନ ଅଟେ। ଏବେ ଆମେ ଏହିଭଳି ଲକ୍ଷ୍ମୀ ନାରାୟଣ ହେଉଛୁ। 2 ନମ୍ବର, ସାଂସାରିକ କାର୍ଯ୍ୟ ବ୍ୟବହାରରେ ରହି କମଳ ପୁଷ୍ପ ସମାନ ରହିବାକୁ ହେବ। ଯଦି ହଂସ ଏବଂ ବଗ ଏକାଠି ରହୁଛ ତେବେ ବହୁତ କୌଶଳର ସହିତ ଚାଲିବାକୁ ହେବ। ସହନ ମଧ୍ୟ କରିବାକୁ ପଡ଼ିବ। ବରଦାନ, ମାୟାର ବନ୍ଧନ ଠାରୁ ସର୍ବଦା ନିର୍ବନ୍ଧନ ରହି ଯୋଗଯୁକ୍ତ ବନ୍ଧନ ମୁକ୍ତ ହୁଅ। ବିସ୍ତାର, ବନ୍ଧନ ମୁକ୍ତ ଆତ୍ମାର ଚିହ୍ନ ହେଲା ସର୍ବଦା ଯୋଗଯୁକ୍ତ। ଯୋଗଯୁକ୍ତ ସନ୍ତାନମାନେ ସବୁ ପ୍ରକାରର ଦାୟିତ୍ୱ ବନ୍ଧନ ଠାରୁ ଏବଂ ମାୟାର ବନ୍ଧନ ଠାରୁ ମୁକ୍ତ ରହୁଥିବେ। ମନର ମଧ୍ୟ ବନ୍ଧନ ନଥିବ। ଲୌକିକ ଦାୟିତ୍ୱ ଗୁଡ଼ିକ ତ ଖେଳ ସଦୃଶ୍ୟ ଅଟେ। ସେଥିପାଇଁ ଶ୍ରୀମତ୍ ଅନୁସାରେ ଖେଳର ବିଧିରେ ଖେଳିବା। ହସି ହସି ଖେଳ, ତେବେ କେବେ ବି ଛୋଟ ଛୋଟ କଥାରେ କ୍ଳାନ୍ତ ହେବ ନାହିଁ। ଯଦି ବନ୍ଧନ ଭାବୁଛ ତେବେ ବ୍ୟତିବ୍ୟସ୍ତ ହେଉଛ। କ'ଣ କାହିଁକିର ପ୍ରଶ୍ନ ଉଠିବ। କିନ୍ତୁ ସବୁ ଦାୟିତ୍ୱ ତ ବାବାଙ୍କର। ତୁମେ କେବଳ ଟ୍ରଷ୍ଟି ଅର୍ଥାତ୍ ନିମିତ୍ତ ଅଟ। ଏହି ସ୍ମୃତି ଦ୍ୱାରା ବନ୍ଧନ ମୁକ୍ତ ହୋଇଯାଅ, ତେବେ ସହଜରେ ଯୋଗଯୁକ୍ତ ରହିପାରିବ। ସ୍ଲୋଗାନ, କରି କରାଇବା ବାଲା ବାବାଙ୍କର ସ୍ମୃତି ଦ୍ୱାରା ଦେହର ସ୍ମୃତି ଏବଂ ଦେହର ଅଭିମାନକୁ ସମାପ୍ତ କର। ଓମ୍ ଶାନ୍ତି।